ପିଲାମାନେ ୱେଲକମ୍ ଟୁ ସିଲେକ୍ସନ ୱାରିୟର ଫ୍ୟାମିଲି। ଆମେ ଆଜି ଡିସ୍କସ୍ କରିବା ହାଉ ଟୁ ବିକମ୍ ଡିଏସ୍ପି ଇନ୍ ଇଣ୍ଡିଆ। ତ ଡିଏସ୍ପି ବନିବା ପାଇଁ ହେଲେ ଆମ ପାଖରେ ଦୁଇଟି ରାସ୍ତା ଅଛି, ଯୋଉଟା କି ଡାଇରେକ୍ଟ ଡିଏସ୍ପି ଥ୍ରୋ ଓପିଏସସି, যেটা କହୁଛି ଷ୍ଟେଟ୍ ପିସିଏସ୍, ବହୁତ କମନ ହୁଏ ଏଇଟା। ଆଉ ଗୋଟେ ଆମର ୟୁପିଏସସି ରହୁଛି। ତ ଆମର ଡିଏସ୍ପି ରେ ଯୋଗ ଦେବା ପାଇଁ ହେଲେ ଯୋଉଟା କି ରହୁଛି ଆମର ଏଲିଜିବିଲିଟି କ୍ରାଇଟେରିଆ, କ୍ୱାଲିଫିକେସନ ଗ୍ରାଜୁଏସନ ମାଗୁଛି ଏନି ଷ୍ଟ୍ରିମରେ। ଆଉ ଏହାର ବୟସ ରହୁଛି ଜେନେରାଲ ପାଇଁ 21, ଓବିସି ପାଇଁ ମଧ୍ୟ 21, SC ST ପାଇଁ 21। ଆମର କାଷ୍ଟ ଅନୁସାରେ ଏହାର ରିଲାକ୍ସେସନ ମିଳିଥାଏ, ତ ଏଇଟା ଭେରି କରୁଛି। ଏହାର ଏକ୍ଜାମ ଯୋଉଟା କି ଆମେ କହୁଛେ ଓପିଏସସି ପବ୍ଲିକ ସର୍ଭିସ କମିଶନ କଣ୍ଡକ୍ଟ କରୁଛି। ଷ୍ଟେଟ୍ ଅନୁସାରେ ଏହାର ଏକ୍ଜାମ ଭିନ୍ନ ଭିନ୍ନ ହୋଇଥାଏ, ଯୋଉଟା କି ଓଡ଼ିଶାରେ ଓପିଏସସି, ବିହାରରେ ବିପିଏସସି, ଉତ୍ତର ୟୁପିରେ ଯେଟା କହୁଛେ ଉତ୍ତରପ୍ରଦେଶ ସେଟା ସେଥିରେ ୟୁପିପିସିଏସ୍, ମଧ୍ୟପ୍ରଦେଶରେ ଏମପିପିସିଏସ୍। ତ ଷ୍ଟେଟ୍ ଅନୁସାରେ ଏହା ଭେରି କରୁଛି। ଏକ୍ଜାମ ପ୍ୟାଟର୍ନ ଦେଖିବା ପାଇଁ ଗଲେ ଏହାର ତିନୋଟି ଏକ୍ଜାମ ପ୍ୟାଟର୍ନ ରହୁଛି, ଯୋଉଟା କି ପ୍ରିଲିମ୍, ମେନ୍ସ, ଇଣ୍ଟରଭ୍ୟୁ। ପ୍ରିଲିମରେ ଆମର ଅବଜେକ୍ଟିଭ ଟାଇପ ର କ୍ୱେଶ୍ଚନ ଆସିବ, ମେନ୍ସରେ ଲଙ୍ଗ ଟାଇପ କ୍ୱେଶ୍ଚନ ଆସିବ, ଯୋଉଟା କି ଏସେ ରହୁଛି, ହିଷ୍ଟ୍ରି, ପଲିଟି, ଜୋଗ୍ରାଫି ଏସବୁର ମଧ୍ୟ ରହୁଛି। ଆଉ ଆମର ଇଣ୍ଟରଭ୍ୟୁରେ ପର୍ସନାଲିଟି ଟେଷ୍ଟ, ଯୋଉଟା କି 250 ମାର୍କରେ ରହୁଛି। ଦେନ୍ ମେଡିକାଲ ଟେଷ୍ଟ ଆଉ ଫିଜିକାଲ ଟେଷ୍ଟ। Physical requirement for DSP, for men height 168 and some କିଛି ରାଜ୍ୟ ପାଇଁ ଏଇଟା 165। ଆଉ ଚେଷ୍ଟ ଆମର ରହୁଛି 84, ଆଉ ଛାତି ଫୁଲେଇଲେ 5 ସେଣ୍ଟିମିଟର। ତ ଓମେନ୍ ପାଇଁ ରହୁଛି ହାଇଟ୍ ଆମର 155 ରୁ 160। ୟାର ଚେଷ୍ଟ କିଛି ରହୁନାହିଁ ଓମେନ୍ ପାଇଁ। ତ ଆମର ସିଲେକ୍ସନ ପରେ ପୋଷ୍ଟିଂ ଏରିଆଟା ଆମେ ଦେଖିବା ପାଇଁ ଗଲେ ର୍ୟାଙ୍କ ଅନୁସାରେ ଆମେ ଡିଏସ୍ପି ପାଇପାରିବା। ଏହାର ଅର୍ଥ ଯଦି ର୍ୟାଙ୍କ ଯାହାର ଭଲ ଥିବ ସିଏ ଡିଏସ୍ପି ଡାଇରେକ୍ଟ ପୋଷ୍ଟିଂ ପାଇପାରିବ। ଦେନ୍ ତମେ ଯିବ କୋଉଠି ଟ୍ରେନିଂ ପାଇଁ? ପୁଲିସ ଏକାଡେମୀ ଟ୍ରେନିଂ ଯିବ। ଆଫ୍ଟର ଟ୍ରେନିଂ ପୋଷ୍ଟେଡ ଏଜ୍ ଏ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ ପୁଲିସ, ଅର୍ଥାତ୍ ଡିଏସ୍ପି ରୂପେ ତୁମେ ପୋଷ୍ଟିଂ ପାଇବ। ସାଙ୍ଗମାନେ ଏହାର ଦ୍ୱିତୀୟ ରାସ୍ତା ଯୋଉଟା କି ଆମେ ଡିଏସ୍ପି ହେଇପାରିବା ଥ୍ରୋ ପ୍ରମୋସନ। ଡିଏସ୍ପି ହବା ପାଇଁ ହେଲେ ଆମକୁ ପ୍ରମୋସନ ଦରକାର, ଯୋଉଟା କି ଏସ୍ଆଇ ରୁ ଆମେ ହେଇପାରିବା। ଷ୍ଟେପ୍ ଏହାର ରହୁଛି ଆମର ପ୍ରଥମେ ଷ୍ଟେଟର ଯୋଉ ଏସ୍ଆଇ ପରୀକ୍ଷା ହଉଛି ତାକୁ କ୍ଲିୟର କରିବା ପାଇଁ ପଡିବ। ଦେନ୍ ଆମେ ସର୍ଭିସରେ 8 ରୁ 12 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା। ତାପରେ ପ୍ରମୋସନ ମିଳିବ ଇନ୍ସପେକ୍ଟରକୁ। ଇନ୍ସପେକ୍ଟରରୁ ସିନିୟରିଟି ହିସାବରେ ଆମର ଗୋଟେ ଭଲ ରେକର୍ଡ ରହିଥିବା ଦରକାର। ଦେନ୍ ଆମକୁ ପ୍ରମୋସନ ହବ ଡିଏସ୍ପି କୁ। ତ ଏଇ ରାସ୍ତାଟି ବହୁତ ସମୟ ନିଏ, ବାକି ଏଇଟା ପସିବୁଲ। ତ ସାଙ୍ଗମାନେ ଆଶା କରୁଛି ଡିଏସ୍ପି କେମିତି ହେବେ ଆପଣ ମାନେ ସବୁ ବୁଝିପାରିଲେ। ତ ଏଥିରେ ଏକ୍ଜାମ ଟା ବହୁତ ସହଜ। ଆପଣ ମନ ଦେଇକି ପଢିଲେ ସହଜରେ ହେଇପାରିବେ। ଆପଣଙ୍କ ମନରେ ଯାହା ବି ଡାଉଟ୍ ରହୁଛି ମୋତେ କମେଣ୍ଟ ମାଧ୍ୟମରେ ପଚାରନ୍ତୁ। ନେକ୍ସଟ ଭିଡ଼ିଓରେ ଆମେ ଓଏସ୍ କେମିତି ହବା ତା ବାବଦରେ ଗୋଟିଏ ଭିଡ଼ିଓ ବନେଇବା। ଏଇ ସବୁ ତୁମ ପାଇଁ ବହୁତ ଇନ୍ସପାୟାର ଦାୟକ ହେଇଥିବ। ସୋ ଥ୍ୟାଙ୍କ ୟୁ।